सुप्रभात दर्शक बंधु। आज हेउची नवेम्बर मास 22 तारिख शनिवार। आज दिन जाकर गुरुत्वपूर्ण खबर उपरे आसंतु नजर पकेइबा। वीडियो को शेष पर्यंत देखंतु, मात्र किछि समय मध्यरे संपूर्ण खबर जानि परिबे। ता पूर्वरु चैनल नुआ थिले चैनल को सब्सक्राइब करी पाखरे आसुथिबा बेल आइकन को ऑन करी रखंतु। एमिति प्रतिदिन नुआ लेटेस्ट न्यूज सर्वप्रथमे देखिबा पई। आसंतु संपूर्ण खबर उपरे नजर पकेइबा। प्रथमे आसिला ईपीएफओ ର ନୂଆ ନିୟମ। ସରକାର କରିବେ ବଡ଼ ଘୋଷଣା, ବଢ଼ିବ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ। ଇପିଏଫଓ ପେନସନ ଯୋଜନା ଇପିଏସ୍ ଅଧୀନରେ ଏକ ଦରମା ସୀମା ସ୍ଥିର କରାଯାଇଛି। ବର୍ତ୍ତମାନ ଏହି ସୀମା ପ୍ରତି ମାସରେ 15,000 ଅଟେ। ଏହାର ଅର୍ଥ ହେଉଛି, ଯଦି ଜଣେ କର୍ମଚାରୀଙ୍କ ଦରମା 25,000, 40,000 କିମ୍ବା ତାଠାରୁ ଅଧିକ ହୁଏ, ତେବେ କେବଳ 15,000 ଆଧାରରେ ପେନସନ ଗଣନା କରାଯିବ। ବର୍ତ୍ତମାନ ଏହି ସୀମାକୁ 25,000କୁ ବୃଦ୍ଧି କରିବାର ପ୍ରସ୍ତାବ ଅଛି। ଏହା ଦରମା ସହିତ ହେଲେ ମଧ୍ୟ ପେନସନ ଆଧାର ବୃଦ୍ଧି କରିବ ଏବଂ ଭବିଷ୍ୟତରେ ପେନସନ ପରିମାଣ ଭଲ ହେବ। କର୍ମଚାରୀମାନେ ଏବେ ବେକାର କିମ୍ବା 3 ବର୍ଷ ପାଇଁ ଚାକିରିରୁ ବାହାରେ ରହିବା ପରେ ହିଁ ସେମାନଙ୍କର ଇପିଏସ୍ ପାଣ୍ଠି ଉଠାଣ କରିପାରିବେ। ଏହି ପଦକ୍ଷେପରେ ଲକ୍ଷ୍ୟ ଅକାଳ ଉଠାଣକୁ ରୋକିବା ଏବଂ ଲୋକଙ୍କୁ ଦୀର୍ଘ ସମୟ ପାଇଁ ନିବେଶିତ କରିବାକୁ ଉତ୍ସାହିତ କରିବା। ଜୀବନବ୍ୟାପୀ ପେନସନ ସୁନିଶ୍ଚିତ କରିବା। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଯେ ସରକାର ମାସିକ ସର୍ବନିମ୍ନ ପେନସନ ସୀମା 1,000 ଟଙ୍କା ପୁନଃ ମୂଲ୍ୟାୟନ କରିଛନ୍ତି। ଏହା ଗତ 11 ବର୍ଷ ଧରି ଅପରିବର୍ତ୍ତିତ ରହିଛି। ଶ୍ରମ ସଂସଦୀୟ କମିଟି ବୃଦ୍ଧି ସୁପାରିଶ କରିଛି ଏବଂ ଖୁବ୍ ଶୀଘ୍ର ଏକ ଘୋଷଣା ଆଶା କରାଯାଉଛି। ପରବର୍ତ୍ତୀ ଖବର, ରାସନ କାର୍ଡରୁ କଟିଲା 2.25 କୋଟି ହିତାଧିକାରୀଙ୍କ ନାମ। ପିଟିଆଇ ଅନୁଯାୟୀ ଅନେକ ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଅନ୍ତର୍ଭୁକ୍ତ ହୋଇଥିବା ଜଣାପଡ଼ିଥିଲା, କିନ୍ତୁ ସେମାନେ ଚାକିରିଆ ଯାନ ରଖିବା, ଆୟ ସୀମାରୁ ଅଧିକ ଆୟ ଥିବା ବ୍ୟକ୍ତି କିମ୍ବା କମ୍ପାନୀର ନିର୍ଦ୍ଦେଶକ ହେବା ଭଳି ଯୋଗ୍ୟତା ମାନଦଣ୍ଡ ପୂରଣ କରି ନଥିଲେ। ଖାଦ୍ୟ ସଚିବ ସଞ୍ଚୟ ଚୋପ୍ରା କହିଛନ୍ତି ଯେ ସମ୍ପୂର୍ଣ୍ଣ ଯାଞ୍ଚ ପରେ ଏହି ନାମଗୁଡ଼ିକୁ ବାଦ୍ ଦିଆଯାଇଛି। ଅନେକ ହିତାଧିକାରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା, ତଥାପି ସେମାନଙ୍କ ନାମ ତାଲିକାରେ ରହିଛି, ଯାହାକୁ ଏବେ ବାଦ୍ ଦିଆଯାଇଛି। କେନ୍ଦ୍ର ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଛନ୍ତି ଏବଂ ରାଜ୍ୟଗୁଡ଼ିକ ସହିତ ତାଲିକା ସେୟାର କରିଛନ୍ତି। ଏହାପରେ ରାଜ୍ୟ ସରକାରମାନେ ଅଯୋଗ୍ୟ ବୋଲି ଜଣାପଡ଼ିଥିବା ଲୋକଙ୍କ ନାମ ଯାଞ୍ଚ କରି ହଟାଇ ଦେଇଛନ୍ତି। ଏହି ପ୍ରକ୍ରିୟାର ଏକ ଅଂଶ ସ୍ୱରୂପ 4-5 ମାସ ମଧ୍ୟରେ ରାସନ କାର୍ଡ ଡାଟା ସେବାରୁ 22.5 ନିୟୁତ ନାମ ବାଦ୍ ଦିଆଯାଇଛି। ରାଜ୍ୟଗୁଡ଼ିକ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ିବା ଜାରି ରଖିଛନ୍ତି। ପରବର୍ତ୍ତୀ ଖବର, ଏତେ ଶସ୍ତା ହୋଇଗଲା ସୁନା ରୂପା। ଇଣ୍ଡିଆ ବୁଲାନ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ 22 କ୍ୟାରେଟ ସୁନାର 10 ଗ୍ରାମ ମୂଲ୍ୟ 1,23,884ରୁ ହ୍ରାସ ପାଇ 1,22,561ରେ ପହଞ୍ଚିଛି। ସୁନାର ମୂଲ୍ୟ ଗତ 24 ଘଣ୍ଟା ମଧ୍ୟରେ ପ୍ରତି 10 ଗ୍ରାମ ମୂଲ୍ୟରେ 1,323 ଟଙ୍କା ହ୍ରାସ ପାଇଛି। ସେହିପରି 22 କ୍ୟାରେଟ ସୁନାର ମୂଲ୍ୟ ମଧ୍ୟ ପ୍ରତି ଗ୍ରାମ ମୂଲ୍ୟରେ 1,212 ଟଙ୍କା ହ୍ରାସ ପାଇ 1,12,266 ଟଙ୍କା ହୋଇଛି। 18 କ୍ୟାରେଟ ସୁନାର ମୂଲ୍ୟ ମଧ୍ୟ ପ୍ରତି 10 ଗ୍ରାମ ମୂଲ୍ୟରେ 992 ଟଙ୍କା ହ୍ରାସ ପାଇ 10 ଗ୍ରାମ ମୂଲ୍ୟରେ 91,921 ଟଙ୍କା ହୋଇଛି। 1 କିଲୋଗ୍ରାମ ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମ ମୂଲ୍ୟରେ 1,58,120ରୁ ହ୍ରାସ ପାଇ 1,54,113 ଟଙ୍କା ହୋଇଛି। ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମ ମୂଲ୍ୟରେ 4,007 ଟଙ୍କା ହ୍ରାସ ପାଇଛି। ପରବର୍ତ୍ତୀ ଖବର, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ପୁରୀ ସେବାୟତଙ୍କ ପେନସନ ରାଶି। ବୈଠକ ପରେ ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଏ ନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାସିକ ବରିଷ୍ଠ ସେବାୟତ ଭତ୍ତା 4,000ରୁ 5,000କୁ ବୃଦ୍ଧି କରାଯାଇଛି। 2026 ଜାନୁଆରୀରୁ ବର୍ଦ୍ଧିତ ପେନସନ ଲାଗୁ ହେବ। ସେବାୟତଙ୍କ କନ୍ୟାମାନଙ୍କ ବିବାହ ରାଶି 1 ଲକ୍ଷରୁ ମଧ୍ୟ ବୃଦ୍ଧି କରାଯାଇଛି। ମୁଖ୍ୟ ପ୍ରଶାସକ କହିଛନ୍ତି, ଶ୍ରୀମନ୍ଦିରକୁ ସ୍ୱଇଚ୍ଛାରେ ଦାନ ପାଇଁ ଏଟିଏମରେ ଆସିବ ମେସେଜ। ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଏଟିଏମରୁ ଟଙ୍କା ବାହାର କଲେ ଏକ ମେସେଜ ଆସିବ। ଶ୍ରୀମନ୍ଦିରକୁ ସ୍ୱଇଚ୍ଛାରେ କିଛି ଦାନ କରିବାକୁ ଚାହୁଁଛନ୍ତି କି ବୋଲି ମେସେଜ ଆସିବ। ଶ୍ରଦ୍ଧାଳୁ ରାଜି ହେଲେ ତାଙ୍କ କାର୍ଡରୁ ଟଙ୍କା ଦେଇପାରିବେ। ଏ ନେଇ ଆମ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବୁ ବୋଲି ପ୍ରଶାସକ କହିଛନ୍ତି। ଏହା ସହିତ ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା ଦେଇ କହିଛନ୍ତି, ପର୍ଯ୍ୟାୟକ୍ରମେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି। ଆଉ ଏକ ନୂଆ ସିଓପି ଆସିବ। ପର୍ଯ୍ୟାୟକ୍ରମେ ଗଣତି ମଣତି ହେବ। କୌଣସି ସମୟସୀମା ନୁହେଁ, ତ୍ରୁଟିଶୂନ୍ୟ ଗଣତି ମଣତି ଲକ୍ଷ୍ୟ। ଶ୍ରୀଜୀଉଙ୍କର ସ୍ୱର୍ଣ୍ଣ ଅଳଙ୍କାରର ଆଉ ଏକ ସେଟ୍ କରିବାକୁ ପ୍ରସ୍ତାବ ଗୃହୀତ।
ପରବର୍ତ୍ତୀ ଖବର ଆଜି ହିଁ 8ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ଘଡ଼ଘଡ଼ି ସହ ହେବ ପ୍ରବଳ ବର୍ଷା। ରେଉ ଉପକୂଳ ଓଡ଼ିଶା ତଥା ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ 1.5 ଏରିଆ ବ୍ୟାପ୍ତ ନେଇ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ମଧ୍ୟରେ ପଶ୍ଚିମା ଝଡ଼ ମଧ୍ୟ ସକ୍ରିୟ ହେବାର ଅଛି, ଯାହା ଯୋଗୁଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହୁଛି। ତେବେ ପ୍ରାୟ 8ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଯେଉଁ ସବୁ ଜିଲ୍ଲାମାନଙ୍କରେ ବର୍ଷା ଆଜି ଓ ଆସନ୍ତାକାଲି ହେବାର ପାଣିପାଗ ବିଭାଗ ତରଫରୁ ସୂଚନା ରହୁଛି। ତେବେ ବର୍ଷା ସହିତ ବଜ୍ରପାତ ଓ ଘଡ଼ଘଡ଼ି ମଧ୍ୟ ହୋଇପାରେ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, ଯାଜପୁର ଓ ସମ୍ବଲପୁର। ତେବେ ଏହି ଜିଲ୍ଲାର ଅଧିବାସୀମାନେ ଆଗରୁ ସତର୍କ ହୋଇଯିବା ଉଚିତ। ତେବେ ଆଜି ଓ କାଲି ବର୍ଷା ସହ ଘଡ଼ଘଡ଼ି ବଜ୍ରପାତ ରହିବ। ତେବେ 2ରୁ 3 ଦିନ ମଧ୍ୟରେ ପାଗରେ କୋହଳ ଆସିଯିବ। ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ତରଫରୁ ଏହି ସମ୍ବନ୍ଧୀୟ ପାଣିପାଗ ସମ୍ପର୍କିତ ସୂଚନା ମିଳିପାରିଛି। ତେବେ ବର୍ଷା ପାଇଁ ଆଗରୁ ସଚେତନ ହୋଇ ଲୋକମାନେ ନିଜ ନିଜର ସତର୍କତା ସହ ଯାତ୍ରା କରିପାରିବେ। ପରବର୍ତ୍ତୀ ସରିଲା ରାଜ୍ୟ କ୍ୟାବିନେଟ ବୈଠକ। କେଉଁ ମାଇନିଂ କେତେ ଦୂରରେ ବିକ୍ରି ହେବ ସରକାର କରିବେ ନିଷ୍ପତ୍ତି। 12 ପ୍ରସ୍ତାବରେ ବାଜିଲା ମୋହର। କ୍ୟାବିନେଟ ବୈଠକରେ ମୋଟ 9ଟି ବିଭାଗର 12ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲା। ତନ୍ମଧ୍ୟରୁ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନସଭାର ଆଗାମୀ ପଞ୍ଚମ ଅଧିବେଶନ ଅନୁଷ୍ଠିତ ହେବା ସମ୍ପର୍କିତ ଥିଲା। ଏହି ଭିତରେ ୟୁନିଫର୍ମ ସର୍ଭିସ ପାଇଁ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ କରାଯିବ। ଅବକାରୀ ଓ ବନ ବିଭାଗର ନିଯୁକ୍ତି ପାଇଁ ଏକ ଆୟୋଗ କାମ କରିବ। ଜଣେ ଅଧ୍ୟକ୍ଷ ଓ 2 ଜଣ ସଦସ୍ୟ ରହିବେ। ଏହା ଦ୍ୱାରା ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ। ଏହା ସହ ଲଘୁ ଖଣିଜ ପାଇଁ ଆକ୍ସନ ଜାଗାରେ ଲଟେରୀ ହେବ। ଜଣେ ଗୋଟେ ଜିଲ୍ଲାରେ ଅତି ବେଶୀରେ 3ଟି ଓ ରାଜ୍ୟରେ 5ଟି ଲଘୁ ଖଣିଜ ମାଇନ ନେଇ ପାରିବେ। ଏନେଇ ନିୟମରେ ସଂଶୋଧନ ଆଣିଛନ୍ତି ସରକାର। ଅଫ୍ ସିଜନରେ ଷ୍ଟକ୍ ୟାର୍ଡରେ ରଖାଯାଇ ପାରିବ ଲଘୁ ଖଣିଜ। ଲଘୁ ଖଣିଜ ଚୋରା କାରବାର ରୋକିବା ପାଇଁ ବଡ଼ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ଖବର ପିଏମ କିଷାନର 21ତମ କିସ୍ତି ପରେ ଚାଷୀଙ୍କ ପାଇଁ ଏକ ନୂତନ ଉପହାର। କୃଷି ମନ୍ତ୍ରୀଙ୍କ ବଡ଼ ଘୋଷଣା। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ 2ଟି ନୂତନ ବିପଦ ଯୋଡ଼ାଯାଇଛି। ବନ୍ୟପ୍ରାଣୀ ଦ୍ୱାରା ଫସଲ କ୍ଷତି, ଅତ୍ୟଧିକ ବର୍ଷା କିମ୍ବା ଜଳବନ୍ଦୀ ଯୋଗୁଁ ଫସଲ କ୍ଷତି। ସରକାରଙ୍କ ଅନୁଯାୟୀ ଯଦି ହାତୀ, ବନ୍ୟ ଘୁଷୁରୀ, ନୀଳଗାଈ, ହରିଣ କିମ୍ବା ମାଙ୍କଡ଼ ଚାଷୀଙ୍କ ବୀମାକୃତ ଫସଲକୁ କ୍ଷତି ପହଞ୍ଚାଏ, ତେବେ ଚାଷୀ ବୀମା ଦାବି କରିପାରିବେ। ବୀମା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଚାଷୀଙ୍କୁ କେବଳ 72 ଘଣ୍ଟା ମଧ୍ୟରେ ଫସଲ ବୀମା ଆପରେ ଏକ ଜିଓ ଟ୍ୟାଗ ଫଟୋ ସହିତ କ୍ଷତି ସୂଚନା ପ୍ରବେଶ କରିବାକୁ ପଡ଼ିବ। ସରକାର କହିଛନ୍ତି ଯେ ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ଚାଷୀଙ୍କ ଆର୍ଥିକ କଷ୍ଟକୁ ଯଥେଷ୍ଟ ହ୍ରାସ କରିବ। କାରଣ ବର୍ଷା ଏବଂ ବନ୍ୟ ପ୍ରାଣୀ ପ୍ରତିବର୍ଷ ବ୍ୟାପକ ଫସଲ କ୍ଷତି କରନ୍ତି। ବୀମା କମ୍ପାନୀ ଉଭୟ ପରିସ୍ଥିତିରେ କ୍ଷତିପୂରଣ ଦେବ। ଗୋଟିଏ ପଟେ ସେମାନେ 21ତମ କିସ୍ତି ପାଇବେ। ଏହି ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି, ବିଶେଷ କରି ଯେଉଁମାନେ ଜଙ୍ଗଲ ନିକଟରେ ଚାଷ କରନ୍ତି କିମ୍ବା ବର୍ଷା ଏବଂ ବନ୍ୟା ଯୋଗୁଁ ପ୍ରତିବର୍ଷ ଫସଲ କ୍ଷତିଗ୍ରସ୍ତ ହେଉଥିବା ଗାଁରେ ବାସ କରନ୍ତି। ସେମାନଙ୍କ ପାଇଁ ସରକାର ଦାବି କରିଛନ୍ତି ଯେ ଏହା ଚାଷୀଙ୍କ ଆୟକୁ ସୁରକ୍ଷିତ କରିବ ଏବଂ ଚାଷର ବିପଦକୁ ଯଥେଷ୍ଟ ହ୍ରାସ କରିବ। ପରବର୍ତ୍ତୀ ଖବର ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଶ୍ରୀରାମ ମନ୍ଦିର ଶିଖରରେ ହେବ ପତାକା ଉତ୍ତୋଳନ। ଅଯୋଧ୍ୟାର ରାମ ଶ୍ରୀମନ୍ଦିର ପରିସରରେ ନଭେମ୍ବର 25 ତାରିଖରେ ପତାକା ଉତ୍ତୋଳନ ଉତ୍ସବର ଆୟୋଜନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର 191 ଫୁଟ ଉଚ୍ଚ ଶିଖରରେ ପତାକା ଉତ୍ତୋଳନ କରିବେ। ବୈଦିକ ମନ୍ତ୍ର ପାଠ ମଧ୍ୟରେ 4 ମିନିଟ୍ ମଧ୍ୟରେ ପତାକା ଉତ୍ତୋଳନ କରିବାର ବ୍ୟବସ୍ଥା ରହିଛି। ପତାକା ଉତ୍ତୋଳନ କାର୍ଯ୍ୟକ୍ରମର ତଦାରଖ କରୁଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ପତାକା ଉତ୍ତୋଳନ ପୂର୍ବରୁ ମୋଦି ପ୍ରଥମେ ରାମ ମନ୍ଦିରରେ ପ୍ରବେଶ କରି ମଣ୍ଡପମ ମନ୍ଦିରରେ ପୂଜାର୍ଚ୍ଚନା କରି ସମନ୍ୱୟ ବାର୍ତ୍ତା ଦେଇ ଉପସ୍ଥିତ ଥିବା ଅତିଥିମାନଙ୍କ ଅଭିବାଦନ ଗ୍ରହଣ କରିବେ। ସ୍ୱୟଂଚାଳିତ ପ୍ରଣାଳୀ ବ୍ୟବହାର କରି ପତାକାକୁ ମନ୍ଦିର ଶିଖର ପର୍ଯ୍ୟନ୍ତ ଧୀରେ ଧୀରେ ଉଡ଼ାଯିବ। ଏହି ପ୍ରକ୍ରିୟା 4 ମିନିଟର ସମୟ ନେବ। ଏହି ସମୟରେ 21 ଜଣ ବୈଦିକ ଆଚାର୍ଯ୍ୟ ନିରନ୍ତର ବୈଦିକ ମନ୍ତ୍ରପାଠ କରିବେ। କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରାଯାଇଥିବା 6000 ଅତିଥିଙ୍କ ପାଇଁ ସପ୍ତଋଷି ନାମିତ ମୋଟ 15ଟି ବ୍ଲକ ନିର୍ମାଣ କରାଯାଇଛି। ଏଥିସହିତ ଏକ ବିଶାଳ 200 ଫୁଟର LED ସ୍କ୍ରିନ୍ ଲଗାଯାଇଛି, ଯାହା ପତାକା ଉତ୍ତୋଳନର ସିଧା ପ୍ରସାରଣ କରିବ। ଦୂରରେ ଠିଆ ହୋଇଥିବା ଅତିଥିମାନେ ମଧ୍ୟ ଐତିହାସିକ ମୁହୂର୍ତ୍ତକୁ ସ୍ପଷ୍ଟ ଭାବେ ନିଜ ଆଖିରେ ଦେଖିପାରିବେ। ପରବର୍ତ୍ତୀ ଖବର ସାଲିଆସାହିରେ ସରିଲା ଉଚ୍ଛେଦ। ବାମପାର୍ଶ୍ୱ ରାସ୍ତାରେ ଆରମ୍ଭ ହେଲା ସମତୁଲ ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟ। ଉଚ୍ଛେଦ ପରେ ଆରମ୍ଭ ହେଲା ଡ୍ରେନ୍ ନିର୍ମାଣ କାର୍ଯ୍ୟ। ପ୍ରତିଦିନ ରାତିରେ 50 ଟ୍ରିପ୍ ବର୍ଜ୍ୟ ଉଠାଯାଉଛି। ରାସ୍ତା ନିର୍ମାଣ କେଉଁ ସବୁ ଗଛ କଟା ହେବ ସେଗୁଡ଼ିକୁ ଚିହ୍ନଟ କରି ନମ୍ବର କରାଯାଇଛି।
ଏହାସହ ବଲ୍ ପଡ଼ିଆ, ଅସ୍ଥାୟୀ କଣ୍ଟ୍ରୋଲ ରୁମ୍ ସମ୍ମୁଖ ଓ ହାତିଏଶୁଣି MCC ନିକଟ ଖୋଲା ପଡ଼ିଆକୁ ଜବରଦଖଲ ଆଶଙ୍କାରେ ତାର ଜାଲି ବୁଲାଇବାକୁ ଯୋଜନା କରିଛି ବିଡିଏ। ଉଚ୍ଛେଦ ପରେ ବୁଦ୍ଧ ବିହାରରେ 500 ପରିବାରଙ୍କୁ ଥଇଥାନ କରାଯାଇଛି। ବସ୍ତି ବାସିନ୍ଦାଙ୍କୁ 3 ଥର ଖାଇବା ଦିଆଯାଉଛି। ଆବଶ୍ୟକ ହେଲେ ଆଉ କିଛି ଦିନ ଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି BMC କମିଶନର। ସେପଟେ ଉଚ୍ଛେଦ ପରେ ବୁଦ୍ଧ ବିହାରରେ ବସ୍ତି ବାସିନ୍ଦାଙ୍କୁ ଫ୍ଲାଟ୍ ମିଳିଛି। ତେବେ ଥଇଥାନ କରି ଉଚ୍ଛେଦ କରିଥିଲେ ଭଲ ହୁଅନ୍ତା ବୋଲି କହିଛନ୍ତି ବସ୍ତି ବାସିନ୍ଦା। ସେପଟେ ବୁଦ୍ଧ ବିହାର ଫ୍ଲାଟ୍ରେ ଆଜିଠାରୁ ପେନ୍ସନ୍ ଓ ରାସନ ଦିଆଯାଇଛି। ଅଙ୍ଗନବାଡ଼ିରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ସଜାଗ ରହିଛି। ଫ୍ଲାଟ୍ଗୁଡ଼ିକରେ ବିଦ୍ୟୁତ୍ ଓ ପାଣି ସେବା ଯୋଗାଇ ଦିଆଯାଇଛି। ଆସନ୍ତା 1 ମାସ ମଧ୍ୟରେ ହିତାଧିକାରୀଙ୍କୁ ଚିହ୍ନଟ କରି ଫ୍ଲାଟ୍ ଦିଆଯିବ ବୋଲି କହିଛନ୍ତି କମିଶନର।